ଅତାବେରା ମାଟିର ସେନା ପକ୍ଷରୁ ବନମହୋତ୍ସବ ଓ ନରନାରାୟଣ ସେବା। ବରଗଡ଼ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ନରନାରାୟଣ ସେବା ଆୟୋଜିତ ହୋଇଯାଇଛି। ସେ ଦୁର୍ଗମ ଅଞ୍ଚଳ ଆଉ କେଉଁଠି ନୁହଁ, ତାହା ହେଉଛି ଅତାବେରା NSC ୱାର୍ଡ ନମ୍ବର 4, ଯାହାକି ଝାଉଁ ଜୋର ତୁଠରେ ଅବସ୍ଥିତ ଏକ ବସ୍ତି। ଏହି ବସ୍ତିରେ ବାପ ଅଜା ଅମଳରୁ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ନରନାରାୟଣ। ଦୀର୍ଘ 13 ବର୍ଷ ହେବ NSC ମାନ୍ୟତା ପାଇଛି ସତ, ହେଲେ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ ସେମାନେ। ଏହି ପଡ଼ାକୁ ନା ଅଛି ଭଲ ରାସ୍ତାଟିଏ, ନା ଅଛି ଏମାନଙ୍କ ପାଇଁ ବାସଗୃହ। ଏମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଟିକିଏ ସ୍ୱପ୍ନ ସାଜିଛି। ଏବେ ବି ଚାଳ ଛପରରେ ବିତୁଛି ଅସହାୟ ଜୀବନ। ଗୋଟିଏ ପାର୍ଶ୍ୱରେ 53 ନମ୍ବର ମୁଖ୍ୟ ଜାତୀୟ ରାଜପଥ ଥିବାବେଳେ ଅନ୍ୟ ପାର୍ଶ୍ୱରେ ଜାତୀୟ ରେଳପଥ। ଅତି ନିକଟରେ ଅଛି ଅତାବେରା ରେଳ ଷ୍ଟେସନ। ମାତ୍ର ଏଠିକାର ବାସିନ୍ଦା ଅତ୍ୟନ୍ତ ଦୁଃଖିତ। ସରକାରଙ୍କ ଦୃଷ୍ଟି ଅଡ଼ୁଆଳରେ ରହି ଜୀବନ ଦୀପ ଧୀରେ ଧୀରେ ଲିଭି ଲିଭି ଯାଉଛି। ମୌଳିକ ସୁବିଧାରୁ ବଞ୍ଚିତ ରହିବାରୁ ଏଠି ଜନସଂଖ୍ୟା କମିଗଲାଣି। ଏବେ 200 ସଭ୍ୟରୁ ମାତ୍ର 12ରୁ 14 ଜଣ ସଭ୍ୟ ଅଛନ୍ତି। କେତେଜଣ ଅସହାୟ ହୋଇ ମାଟିରେ ମିଶିଲେଣି ତ ଆଉ କେତେ ପିଲା ତଥା ନିଜ ଆଗାମୀ ଭବିଷ୍ୟତକୁ ନେଇ ଆପେ ବଞ୍ଚିଲେ ବାପର ନାଁ ଭଳି ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି। ଏବେ କିନ୍ତୁ ଯାହା ଅଛନ୍ତି ଭଗବାନଙ୍କ ଭରସାରେ। ସବୁବେଳେ ସାପ ଓ ମୂଷା ଆଦି ଜୀବମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହେଉଛନ୍ତି। ଏଠି କମ୍ବଳ ଓ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ ଏବଂ ନରନାରାୟଣ ସେବା ଦେଇଥିଲେ ମାଟିର ସେନା ଏକ ସାମାଜିକ ସଂଗଠନର ସକ୍ରିୟ ସଭ୍ୟ ପ୍ରହଲ୍ଲାଦ ଉର୍ମା, ପବିତ୍ର ମେହେର, ଉମେଶ ଅଗ୍ରୱାଲ, ସତ୍ୟନାରାୟଣ ଅଗ୍ରୱାଲ, ସୁନିତା ଅଗ୍ରୱାଲ, ବୁଦ୍ଧଦେବ ଗେଜୋ, କୌଶିକ ମହାକୁର ଆଦି। ଏହି କାର୍ଯ୍ୟକ୍ରମ ବିପ୍ଳବୀ ପରିକ୍ରମା ବଲାଙ୍ଗୀର ଜୋନ୍ର ପ୍ରତିନିଧି ନବୀନ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା। ଆଜି ଆମେ ମାଟି ସେନାର ଭାଇମାନଙ୍କୁ ଜଣାଲେ ଯେ ଆମର ରେଜିଷ୍ଟ୍ରେସନ ଲାଗି ଗୋଟେ ଅଛନ୍, ମାନେ ରହୁଛନ୍ ସେନୁ 8-10-12 ଲୋକ ରହୁଛନ୍। ସେମାନେ ସୀତା କାକରେ ବହୁତ ତକଲିଫରେ ଅଛନ୍। ଆମେ ଆଜି ଆସିକି ଦେଖଲୁ କି ସେମାନେ ଆକ୍ଚୁଆଲରେ ବହୁତ ତକଲିଫରେ ଅଛନ୍। ଆମର ସାଙ୍ଗେ ଭାଇ ସତ୍ୟନାରାୟଣ ଅଗ୍ରୱାଲ, ଭାବି ସୁନିତା ଅଗ୍ରୱାଲ ସାଙ୍ଗେ ଆଲେ ଆମେ ମାଟି ସମାଜରୁ ଆସିଛୁ। ତ ଆମେ ଆସିକି ଦେଖଲୁ ଯେ ଇନୁ ଆକ୍ଚୁଆଲରେ ମାନେ ଲୋକ ତକଲିଫରେ ଅଛନ୍, ଥଣ୍ଡା କାକରେ ଅଛନ୍ ପୁରା। ଏନି ପୁରା ତାକୁ ଆମେ ଆମର ଆଡ଼ୁ କମ୍ବଲ ବଣ୍ଟନ କଲୁ। ଆମେ ତାପରେ ଆମେ ସରକାରକେ ଆମେ ଏଇଟା ଅନୁରୋଧ କରମୁ କି ସେମାନେ ସରକାର ବି ତାକୁ ଧ୍ୟାନ ଦଉନ୍। ବହୁତ ତକଲିଫରେ ଅଛନ୍। ତାଙ୍କର ମୁଁ ଦେଖଲୁ ଯେ ଘର ବି ଘର ଭାଙ୍ଗି ଯିନୁ। ତାପରେ ରାସ୍ତାଘାଟ ଦେଖଲୁ ଯେ ଆସିଲା ବେଳକୁ ଦେଖଲୁ ଯେ ରାସ୍ତାଘାଟ ବି ଏକଦମ ବହୁତ ଅସୁବିଧା ଅଛେ ବୋଲେ ବୋଲେ ତାଙ୍କର ଲାଗି ମାନେ ହସ୍ପିଟାଲାଇଜ ସୁବିଧା ଆମେ ଦେଖଲୁ କିଛି ନାଇଁ ଥଇନୁ ଜିନି। ସରକାରକେ ଆମେ ଅନୁରୋଧ କରମୁ ସରକାର ତାକୁ ଶୁଣୁ ଟିକେ ସୁବିଧା କରମୁ। ବରଗଡ଼ରୁ ପବିତ୍ର ମେହେରଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।